ଭିନ୍ନକ୍ଷମ ଅସହାୟଙ୍କୁ ଆବାସ ନିଅଣ୍ଟ। ମୁଣ୍ଡ ଉପରେ ନାହିଁ ଛାତ, ପାଲତଳ ଅସହାୟଙ୍କ ପାଇଁ ନିତିଦିନର ସୁରକ୍ଷା କବଚ। ବର୍ଷାରେ ଓଦା ହେବେ, ଖରାରେ ସିଝିବେ। ଗୋଟେ ପଟେ ଭଗବାନ ଅସହାୟ ଭିନ୍ନକ୍ଷମ କରି ଭାଗ୍ୟ ସହିତ ବିଡ଼ମ୍ବନା ଘଟାଇଛି ତ ଅନ୍ୟ ପକ୍ଷରେ ସରକାର ଯୋଜନା ନାଁରେ କେବଳ ପ୍ରଚାର କରୁଛି। ଖଣ୍ଡେ ଆବାସ ବିଏ ଅସହାୟ ଭିନ୍ନକ୍ଷମ ବିଳାସ ବେହେରାଙ୍କ ପରିବାର ପାଇଁ ସରକାର ଦେଇପାରୁନାହିଁ। ମାର୍ଶାଘାଇ ବ୍ଲକରେ ବାରମ୍ବାର ଦାବି କଲେ ବି ଅସହାୟଙ୍କ ଦୁଃଖ ଅଫିସ କାର୍ଯ୍ୟାଳୟର କଂକ୍ରିଟ କାନ୍ଥକୁ ଟପି ବଡ଼ ବଡ଼ ବାବୁଙ୍କ ପାଖରେ ପହଞ୍ଚି ପାରେ ନାହିଁ। ଏମିତି ଏକ ଅସହାୟ ହେଉଛନ୍ତି ମାର୍ଶାଘାଇ ବ୍ଲକ କଷଟିବାଲି ଗ୍ରାମ ଅନ୍ତର୍ଗତ ମଣିକୁଣ୍ଡା ଗାଁର ଅସହାୟ ଭିନ୍ନକ୍ଷମ ବିଳାସ ଚନ୍ଦ୍ର ବେହେରା। ଭିନ୍ନକ୍ଷମ ଭତ୍ତା ଗୁଜୁରାଣ ମେଣ୍ଟାଇବା ପାଇଁ ଏକମାତ୍ର ସାହାରା। ତଥାପି ହାରିନାହାନ୍ତି କେନ୍ଦ୍ରାପଡ଼ା ବିଳାସ ବେହେରା। ଅତି ଦୟନୀୟ ଅବସ୍ଥାରେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇବାକୁ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବହୁ ସମୟ ହୁଇଲ୍ ଚେୟାରରେ ବସି ରହିବା ପରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ ଅଭିଯୋଗ ପତ୍ରକୁ ଗ୍ରହଣ କରିଥିଲେ ଓ ଆବାସ ଯୋଜନା ଘର ଖଣ୍ଡେ କିପରି ମିଳିପାରିବ ସେ ନେଇ ଆଶ୍ୱାସନା ଦେଲେ। ପ୍ରତିଶ୍ରୁତି କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବା ସମୟ ସାପେକ୍ଷ।